ଭିଣେଇ ଘରକୁ ଯାଇଥିଲି ବୁଲିବା ପାଇଁ। 4-5 ଦିନ ସେଠାରେ ରହି ସାରିଲା ପରେ ମୋ ଭିଣେଇ ମୋତେ ନେଇଗଲେ ତାଙ୍କ ଘର ପାଖରେ ଥିବା ଜଙ୍ଗଲକୁ ବୁଲେଇବା ପାଇଁ। ତ ସେଇ ଜଙ୍ଗଲ ଭିତରେ ସେ ମୋତେ ପାଖାପାଖି ଘଣ୍ଟାଏ ଧରି ଘେଇଁଲେ। ତ ଏସବୁ ଘଟଣା କିପରି ଘଟିଲା, କିପରି ହେଇଥିଲା, ସେସବୁ ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ପ୍ରିୟା। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ, ସମୟକୁ ନଷ୍ଟ ନକରି କିପରି ମୋ ଭିଣେଇ ମୋତେ ଜଙ୍ଗଲ ଭିତରକୁ ନେଇ ପ୍ରାୟ ଘଣ୍ଟାଏ ଧରି ଘେଇଁଥିଲେ ସେହି ବିଷୟରେ ମୁଁ ଡିଟେଲ୍ସ ଆପଣମାନଙ୍କୁ କହୁଛି। ମୁଁ ପ୍ରାୟ ସମୟରେ ମୋ ଭିଣେଇ ଘରକୁ ଯାଏ। 2-3 ଦିନ ରହି ସାରିଲା ପରେ ପୁଣି ଘରକୁ ଫେରି ଆସେ। ମୋ ଭିଣେଇ ମୋତେ ବହୁତ ଭଲ ପାଆନ୍ତି, କାରଣ ଯେତେବେଳେ ଅପାର ବାହାଘର ହେଇଥିଲା ସେତେବେଳେ ମୁଁ ବହୁତ ଛୋଟ ଥିଲି, ପାଖାପାଖି 5ମ କିମ୍ବା 6ରେ ପଢ଼ୁଥିଲି। ତ ସେହି ସମୟରେ ମୋ ଅପାର ବାହାଘର ହେଇଥିଲା। ତେଣୁ ଭିଣେଇ ମୋତେ ବହୁତ ଭଲ ପାଉଥିଲେ। ଆଜି ମଧ୍ୟ ସେ ସେମିତି ମୋତେ ଭଲ ପାଆନ୍ତି। ତ କିଛି ଦିନ ଭିଣେଇଙ୍କ ଘରେ ରହି ସାରିଲା ପରେ ମୁଁ କହିଲି, ଭିଣେଇ ମୋତେ ଟିକେ ବୁଲେଇବା ପାଇଁ ନେଇଯାଅ। ଭିଣେଇ କହିଲେ, କୁଆଡ଼େ ଯିବ? ମୁଁ କହିଲି, ମୋତେ ଟିକେ ଝରଣା ଫରଣା ଦେଖିବାକୁ ବହୁତ ଭଲ ଲାଗେ, ତେଣୁ ତୁମେ ମୋତେ ଝରଣା ପାଖକୁ ନେଇଯାଅ। ଭିଣେଇ କହିଲେ, ହଉ ଠିକ୍ ଅଛି, କାଲିକି ମୁଁ ନେଇଯିବି। ଆମ ଏଇ ପାଖରେ ଯେଉଁ ପାହାଡ଼ ଅଛି ଏବଂ ଜଙ୍ଗଲ ଅଛି ତାହାରି ଭିତରେ ଗୋଟିଏ ଛୋଟ ଝରଣାଟିଏ ଅଛି। ତ ସେଇ ଝରଣା ପାଖକୁ ମୁଁ ତୁମକୁ ନେଇଯିବି। ତା ପରଦିନ ଭିଣେଇ ମଧ୍ୟ ଠିକ୍ ସମୟରେ ମୋତେ ବାହାରିବାକୁ କହିଲେ ଏବଂ ମୁଁ ତାଙ୍କ ସହିତ ବାହାରି ତାଙ୍କ ବାଇକ୍ରେ ବସି ଚାଲିଲି ବୁଲିବା ପାଇଁ। ପାଖାପାଖି 1-1.5 ଘଣ୍ଟା ପରେ ଆମେ ଯାଇ ପହଞ୍ଚିଲୁ ସେଇ ଝରଣା ପାଖରେ। ଖୁବ୍ ସୁନ୍ଦର ଜାଗା, ପୁରା ସୁନସାନ। ଛୋଟ ଝରଣାଟି କିନ୍ତୁ ବହୁତ ମନୋହର, ଦେଖିବାକୁ ଖୁବ୍ ସୁନ୍ଦର। ସେଠିକା ପରିବେଶ ଗୋଟିଏ ଅଲଗା ପ୍ରକାରର ଥିଲା। ଲୋକ ସେମିତି ନଥିଲେ। ଆମେ ପହଞ୍ଚିଲା ବେଳକୁ 4-5 ଜଣ ସେଠାରେ ବୁଲାବୁଲି କରୁଥିଲେ, କିନ୍ତୁ 10-15 ମିନିଟ୍ ପରେ ସେମାନେ ମଧ୍ୟ ଚାଲିଗଲେ। ତେଣୁ ପୁରା ନିର୍ଜନ ସ୍ଥାନ, କେହି ନାହାନ୍ତି, କେବଳ ଭିଣେଇ, ମୁଁ, ଝରଣା, ପାହାଡ଼। ମାହୋଲ ପୁରା ରୋମାଣ୍ଟିକ୍ ଥିଲା। କେମିତି କେଜାଣି ଦେହଟା ପୁରା ଶୀତେଇ ଉଠୁଥିଲା, ମନ କହୁଥିଲା ନିଆଁ ଖାଇବାକୁ, କିନ୍ତୁ ସେମିତି କୁଆଡ଼ୁ ମିଳିବ? ପାଖରେ ଥିଲେ ମୋର ଭିଣେଇ। ମୋତେ କାହିଁକି କେଜାଣି ଭିଣେଇକୁ ପଟାଇ ତାଙ୍କ ପାଖରୁ ନିଆଁ ଖାଇବାକୁ ମୋ ମନ ଭିତରେ ଆଶା ଆସିଗଲା ଏବଂ ମୁଁ କ'ଣ କରିବି ଗୋଟିଏ ପ୍ଲାନ୍ କଲି। ଗୋଟିଏ ଜାଗାରେ ଆମେ 2 ଜଣ ବସିଥିଲୁ, କଥାବାର୍ତ୍ତା ହେଉଥିଲୁ। ମୁଁ ଭିଣେଇକୁ ପୁରା ଲାଗିକିନା ବସି ପଡ଼ିଲି ଏବଂ ସବୁବେଳେ ତାଙ୍କ ଦେହକୁ କଥାରେ କଥାରେ ମୁଁ ଟଚ୍ କରୁଥିଲି। ମୋର ଉଦ୍ଦେଶ୍ୟ ଥିଲା ଭିଣେଇ ଶୀଘ୍ର ହିଟ୍ ହେଇଯାଆନ୍ତୁ। ଅବଶ୍ୟ ମୋ ପ୍ଲାନ୍ଟି କାମ ଦେଲା। କିଛି ସମୟ ପରେ ଭିଣେଇ ବୋଧହୁଏ ହିଟ୍ ହେଇଗଲେ, କାରଣ ସେ ପୁରା ରୋମାଣ୍ଟିକ୍ କଥା ଗୁଡ଼ିକ ଆରମ୍ଭ କଲେ ଏବଂ କଥା କହୁ କହୁ ସେ ମୋ ହାତକୁ ଚିପୁଥିଲେ। ମୁଁ ମଧ୍ୟ ତାଙ୍କ ଉପରେ ଢଳି ପଡ଼ିଲି। ତାଙ୍କ ଛାତି ଉପରେ ମଥାଟିକୁ ରଖିଦେଇ ମୁଁ ବସିଲି। ସେ ଆସ୍ତେ ଆସ୍ତେ ମୋ ମୁଣ୍ଡର ବାଳକୁ ସାଉଁଳିଥିଲେ ଏବଂ କିଛି ସମୟ ପରେ ଆସ୍ତେ ଆସ୍ତେ ସେ ମୋ ଗାଲରେ ହାତ ବୁଲାଇଲେ
ମୋ ଓଠକୁ ହାତ ବୁଲାଇଲେ। ମୁଁ ଜାଣିନେଲି ଭିଣେଇ ଆସ୍ତେ ଆସ୍ତେ ହିଟ୍ ହେବାକୁ ଲାଗିଛନ୍ତି। ମୁଁ କହିଲି ଠିକ୍ ଅଛି, ଏଇଆ ହିଁ ସୁବର୍ଣ୍ଣ ସୁଯୋଗ। ତାପରେ ଭିଣେଇ କ'ଣ କଲେ ନା ତାଙ୍କ ହାତକୁ ମୋ ଦୁଧ ଉପରେ ରଖିଦେଲେ ଏବଂ ମୋ ଦୁଧ ଉପରେ ହାତକୁ ବୁଲାଇବାକୁ ଲାଗିଲେ। ସେ ଯେତେବେଳେ ମୋ ଦୁଧ ଉପରେ ହାତ ବୁଲାଉଥିଲେ ମୁଁ ସେତେ ରୋମାଣ୍ଟିକ୍ ହୋଇ ଉଠୁଥିଲି। ଆସ୍ତେ ଆସ୍ତେ ମୁଁ ମଧ୍ୟ ହିଟ୍ ହେଇଗଲି। ମୁଁ ଆଉ ଭିଣେଇକୁ କିଛି କହିଲି ନାହିଁ। ସିଧା ତାଙ୍କ ଛାତିରେ ହାତ ବୁଲେଇଲି ଏବଂ ତାଙ୍କ ଗାଲକୁ କିସ୍ କରିବାକୁ ଲାଗିଲି। ଏମିତି 2ରୁ 4 ମିନିଟ୍ କରିସାରିଲା ପରେ ଆମେ ଦୁଇ ଜଣ ପୁରା ହିଟ୍ ହେଇ ଚରମ ସୀମାରେ ପହଞ୍ଚି ଯାଇଥିଲୁ। ସେତେବେଳକୁ ସେଠାରେ କେହି ନଥିଲେ। ଭିଣେଇ କ'ଣ କଲେ ନା ମୋତେ ଆସ୍ତେକିନା ସେଇଠାରେ ଶୁଆଇ ଦେଲେ ଏବଂ ମୋ ଉପରେ ସେ ଶୋଇ ପଡ଼ିଲେ। ତାପରେ ମୋ ଗାଲରେ, ମୋ ବେକରେ, ମୋ ଛାତିରେ କେବଳ କିସ୍ କରିବାକୁ ଲାଗିଲେ। ମୋତେ ସେତେବେଳେ ବହୁତ ମଜା ଲାଗୁଥିଲା। ମୁଁ ଆସ୍ତେ ଆସ୍ତେ କ'ଣ କଲି ନା ଭିଣେଇର ଛାତିରେ ହାତ ବୁଲାଉଥିଲି। ତେଣୁ ମୁଁ ଯେତେ ହାତ ବୁଲାଉଥିଲି ତାଙ୍କର ସେତେ ହିଟ୍ ବଢ଼ୁଥିଲା। ତାପରେ ସେ ଆସ୍ତେ ଆସ୍ତେ ମୋ ପୋଷାକକୁ ଖୋଲିଦେଲେ। ମୋ ପ୍ୟାଣ୍ଟ ଭିତରେ ହାତ ପୁରାଇ ମୋ ବିଆକୁ ହାତ ବୁଲାଇଲେ। ମୋ ପ୍ୟାଣ୍ଟ ଭିତରେ ହାତ ପୁରାଇ ସେ ଯେତେବେଳେ ମୋ ବିଆକୁ ସଲ ସଲ କରୁଥିଲେ ମୋତେ ସେତେବେଳେ ବହୁତ ମଜା ଲାଗୁଥିଲା। ମୁଁ ଆଉ ନିଜକୁ ଆୟତ୍ତ କରିପାରୁନଥିଲି। ମୁଁ ମଧ୍ୟ କ'ଣ କଲି ନା ଭିଣେଇର ପ୍ୟାଣ୍ଟର ଚେନ୍କୁ ଟାଣିଦେଲି ଏବଂ ତାଙ୍କର ଲମ୍ବା ବାଣ୍ଡଟିକୁ ବାହାରକୁ କାଢ଼ି ଆଣିଲି ଏବଂ କିଛି ବିଚାର ନ କରି ସିଧା ମୋ ମୁହଁ ଲଗେଇଦେଲି ତାଙ୍କର ସେଇ ଲମ୍ବା ବାଣ୍ଡ ଉପରେ ଏବଂ ନିର୍ଦ୍ଦମ ଭାବରେ ଚୁଚୁମିବାକୁ ଲାଗିଲେ। କିଛି ସମୟ ଚୁଚୁମି ସାରିଲା ପରେ ଭିଣେଇ ପୁରା ପାଗଳ ହେଇଗଲେ। ସେ କ'ଣ କଲେ ନା ମୋ ବିଆରେ ତାଙ୍କ ଜିଭ ଲଗାଇ ମୋ ବିଆକୁ ଚାଟିବାକୁ ଲାଗିଲେ। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ମୋ ବିଆକୁ ଚାଟିଲେ। ତାପରେ ତାଙ୍କର ଲମ୍ବା ବାଣ୍ଡକୁ ମୋ ବିଆ ଭିତରେ ପଶାଇଲେ। ପ୍ରଥମେ ତ ମୋ ବିଆ ଭିତରେ ତାଙ୍କ ବାଣ୍ଡ ପଶିଲା ନାହିଁ, କିନ୍ତୁ କିଛି ସମୟ ଖେଞ୍ଚା ଖେଞ୍ଚି କରିସାରିଲା ପରେ ଆସ୍ତେ ଆସ୍ତେ ସେ ବାଣ୍ଡ ପଶିବାକୁ ଲାଗିଲା। ପ୍ରଥମେ ମୋତେ ଟିକିଏ ଯନ୍ତ୍ରଣା ହେଲା, କିନ୍ତୁ ମୁଁ ସେ ଯନ୍ତ୍ରଣାକୁ ସହିନେଲି। ତାପରେ ଭିଣେଇ ତାଙ୍କ ଗାଣ୍ଡିକୁ ହଲାଇ କଚ୍ କଚ୍ କରି ଘେଇଁ ଚାଲିଲେ। ଅଧଘଣ୍ଟା ପର୍ଯ୍ୟନ୍ତ ସେ ସେମିତି ଖାଲି ଘେଇଁ ଚାଲିଲେ। ତାପରେ ସେ କହିଲେ ତମେ ଟିକେ ଛିଡ଼ା ହୁଅ। ମୁଁ ଛିଡ଼ା ହେଇ ପଡ଼ିଲି। ସେ ମୋତେ ଗୋଟିଏ ପଥର ଉପରେ ଟିକିଏ ମୋ ମୁଣ୍ଡକୁ ରଖି ବଙ୍କେଇ ରହିବାକୁ କହିଲେ। ତମେ ନଇଁ ପଡ଼ ଏବଂ ତମ ଗାଣ୍ଡିଟିକୁ ମୋ ପଟକୁ ଦେଖାଅ। ମୁଁ ମଧ୍ୟ ସେୟା କଲି। ତାପରେ ସେ ମୋ ଗାଣ୍ଡି ପାଖ ଦେଇ ମୋ ବିଆରେ ପୁଣି ଠିଆ ଠିଆ ତାଙ୍କର ବାଣ୍ଡକୁ ପଶାଇଲେ। ପୁଣି ଗାଣ୍ଡି ହଲାଇ ଘେଇଁବାକୁ ଲାଗିଲେ। ବହୁତ ସମୟ ଘେଇଁ ସାରିଲା ପରେ ତାଙ୍କ ବାଣ୍ଡରୁ ରସ ବାହାରିବା ସମୟ ହେଇଗଲା। ସେତେବେଳକୁ ମୋ ବିଆରୁ ରସ ବାହାରି ସାରିଥିଲା। ଭିଣେଇ ରସ ବାହାରିବା ସମୟରେ କ'ଣ କଲେ ନା ତାଙ୍କ ବାଣ୍ଡକୁ ବାହାରକୁ କାଢ଼ି ଆଣିଲେ ଏବଂ କହିଲେ ମୋ ବାଣ୍ଡକୁ ଟିକିଏ ହଲାଅ। ମୁଁ ମଧ୍ୟ ତାଙ୍କ ବାଣ୍ଡକୁ ହଲାଇଲି। ପଚ୍ ପଚ୍ କରି ତାଙ୍କ ବାଣ୍ଡରୁ ସବୁ ରସ ବାହାରିଗଲା। ସେଇଦିନ ପରେ ଆମେ ବହୁତ ଥର ଏମିତି ଗିଆଗିଇ ହେଇଛୁ। ସେସବୁ ବିଷୟରେ ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କୁ କହିବି। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।